ଝାଡ଼ା ଯାଇଥିଲା ଇଏ ଧରିକରି ତାକୁ ପେଟ୍ରୋଲ ଦାଗି ଦେଇଛନ୍। कौन पाई किए ढाड़े कौन पाई ଆଜ୍ଞା ସେ ଝାଡ଼ା ଲୁକା ଚିହ୍ନି ନାଇଁ ହେଲା ମୁହଁରେ ଲୁଗା ବାନ୍ଧା ହେଇଛି ନାଇଁ ବୋଇଲା ପୁଅ କହୁଛି 2 ଜଣ କି 3 ଜଣ ଥିଲେ। ଆଉ ଜଣେ ତାଙ୍କର ପୁଅଟେ ଯେନ୍ ସଞ୍ଜୟ ସିଏ ରୋଡ଼ ସେ ପାଖରେ ସେ ଆଡ଼େ କେନାରେ ଅଡ଼ୁଆରେ ସିଏ ଦେଖୁଥାଏ ବୋଇଲା ବୋଲୁଛି କହିଦେଉଛି ସବୁ। ଆଉ ଦୀନବନ୍ଧୁ ମାହାତ किए पड़ी थे कौन पाई है कि घटनाटा ସେ ଜମି ମାଟି ପାଇଁ ଜମି ପାଇଁ ଆମର ଅଜା ପିତା 53 ପାଠର ଜମି ସିଏ ବିକି ଦେଇକରି ପେଟ୍ରୋଲ ଟାଙ୍କି ବସାଇଛି। ଲିଜରେ ଦେଇଛି କିରେ ଦେଇଛି ଆଜ୍ଞା ଆମର ଜଣା ନାହିଁ। ଆମର ବିଭାଗ ହେଇନାହିଁ ଜମି। सन्देह कर से दी जन को ହଁ ସନ୍ଦେହ କିଟା କହି ସାରିଛନ୍ତି ଆଜ୍ଞା कौन कहते ମାରିଦମୁ ଦିନେ ବୋଲିକା किए कहते 2 ବାପ ଯା माने ना कौन ଦୀନବନ୍ଧୁ ମାହାତ ସଞ୍ଜୟ। जमी बाड़ी की नहीं है ହଁ ଆଜି ବଡ଼ି ଭୋର ସକାଳୁ ମୋ ଶଳା କାହ୍ନୁଚରଣ ମହାନ୍ତ ଘର ଗଣିହସା ଥାନା ଲହଣୀପଡ଼ା ଜିଲ୍ଲା ସୁନ୍ଦରଗଡ଼। ସେ ଜଣେ ଗଜ ସାଥୀ ବନ କର୍ମଚାରୀ। ସିଏ ହାତୀ ସ୍କ୍ୱାଡ଼ରେ କାମ କରୁଥିଲେ। ବୋଧେ ସକାଳୁ ସେ ତାକୁ ଫୋନ୍ ଆସିଥିଲା ଫରେଷ୍ଟ ଅଫିସରୁ ନା କ'ଣ ଝାଡ଼ା ବସିବା ପାଇଁ। ସେ ଆସୁଥିବା ସମୟରେ ପୂର୍ବ ଶତ୍ରୁତାକୁ ନେଇ କିଛି ଲୋକ ତାକୁ ଜୋର ଜବରଦସ୍ତ ନାଳ ପାଖରେ ମାଡ଼ି ବସି ଆଗେ ଅଧରୁ ଲିଟରେ ଖଣ୍ଡେ ପେଟ୍ରୋଲ ପାଟି ପଟେ ପିଏଇ ଦେଲେ ଏବଂ 2-4 ଲିଟର ପେଟ୍ରୋଲ ଦେହରେ ପୁରା ଟୋଟାଲ ଢାଳି ଜାଳି ଦେଇଛନ୍ତି। ଆଜି ସେ ଲହଣୀପଡ଼ା ହସ୍ପିଟାଲରୁ ପ୍ରଥମେ ଆର୍ଜିଏଚ୍ରୁ ତାପରେ ଆର୍ଜିଏଚ୍ରୁ ଏବେ ଆଇଜିଏଚ୍କୁ ଆମର ସେ ସ୍ଥାନାନ୍ତରଣ ହେଇଛି। ଆଉ କେସ୍ ବହୁତ କ୍ରିଟିକାଲ ଅଛି ଆଜ୍ଞା। ପୂର୍ବ ଶତ୍ରୁତା ବୋଲି ଆମେ ଆଶା କରୁଛୁ, କାରଣ ତାଙ୍କର ଜମିବାଡ଼ି କେସ୍ ଥିଲା ତାଙ୍କର ଭାଇ ସହିତ। ଆଉ ଜୋର ଜବରଦସ୍ତ କରି ସେ ରିଲାଏନ୍ସ ଜିଓ ପେଟ୍ରୋଲ ଟାଙ୍କି ସେ ପାଖରେ ହେଉଥିଲା। ଯେହେତୁ ରୋଡ଼ ସାଇଡ଼ରେ ମାନେ ଜମି ତାଙ୍କର, ଆଉ ରୋଡ଼ ସାଇଡ଼ ଜମି କେବଳ ଗୋଟେ ଭାଇ ହିଁ ମାଡ଼ି ବସିଥିଲା। ସେ ମାନେ ଲୋକ କହାଣୀରେ ପାର୍ଟିସନ୍ ହେଇଥିଲା, କୌଣସି ମାନେ ଖତା ଖତିଆନ କିଛି ପାର୍ଟିସନ୍ ନାହିଁ। ଜୋର ଜବରଦସ୍ତି ଜୋର ଜାର ମୁଲକ ତାର କରି ବାହାରିଆ ଜଣେ ବିଜନେସମ୍ୟାନ୍ ଜଣେ ମୋଟା ବିଜନେସମ୍ୟାନ୍କୁ ଧରି ସେଠି ସାମିଲ ଥିଲେ ଆଜ୍ଞା 4-5 ଜଣ ଥିଲେ ସାମିଲ। ଆଉ ଏକୁଟିଆ ଯେହେତୁ ଏକୁଟିଆ ହେଇଗଲା ବହୁତ ଛଟିଛି ସିଏ, କିନ୍ତୁ ପାରିନି ସିଏ। ଆଉ କାରଣ ପୂର୍ବ ଜମିବାଡ଼ିକୁ ନେଇ ପୂର୍ବ ଶତ୍ରୁତାକୁ ନେଇ ସେଇ ଦଲମକୁଦାରେ ଯେଉଁ ରିଲାଏନ୍ସ ଜିଓ ପେଟ୍ରୋଲ ଟାଙ୍କି ହେଇଛି ସେଇ ପେଟ୍ରୋଲ ଟାଙ୍କିଟା ୟାଙ୍କର ବି ଜାଗାର ହକଦାର ଅଛି। ହଁ, ତ ଯେହେତୁ ହକଦାର ଅଛି ଏମାନେ ଚିଫ୍ ମିନିଷ୍ଟର ଆମର ମୋହନ ଚରଣ ମାଝୀ ସୁରେଶ ପୂଜା